ମୁଁ ଗୋଟେ ନରସିଂହ ମହାପ୍ରଭୁଙ୍କ ଯୋଉ ମାୟାପୁରରେ ଅଛନ୍ତି ତାଙ୍କୁ ଗୋଟେ ଫ୍ରେମିଂ ବନେଇ ଦେଇଥିଲି। ତ ମୁଁ ଆଚ୍ଛା। ଜାଣିନି ତାଙ୍କୁ ବିଗ୍ରହ ରଖିବା ଯାହା ଫଟୋକୁ ବି ରଖିବା ସେଇଆ। ହଁ ତ ଆପଣ ଘରେ ଫଟୋ ବି ରଖିପାରିବେ, କିଛି ଅସୁବିଧା ନାହିଁ। ତ ମମି ନନଭେଜ ଖାଉଛନ୍ତି ତ ମୁଁ ତ ରଖିଦିଏ। ଫୋଟୋ ରଖିପାରିବେ, କିଛି ଅସୁବିଧା ନାହିଁ। ସେ ନନଭେଜ ଖାଇଲେ ବି ଆପଣ ଘରେ ଆପଣ ଜପ ଗୀତା ଭାଗବତ ପଢିବା, ଭଗବାନଙ୍କ ଫଟୋ ପୂଜା କରିପାରିବେ, କିଛି ଅସୁବିଧା ନାହିଁ। ହଁ ବିଗ୍ରହ ସ୍ଥାପନା କରିବା ପାଇଁ ବହୁତ ନିୟମ ଥାଏ, କିନ୍ତୁ ଫଟୋ ଆପଣ ପୂଜା କରିପାରିବେ, କିଛି ଅସୁବିଧା ନାହିଁ। ହଁ ସେ ତ କାରଣ ଅଛନ୍ତି ଭଗବାନ ଯେତେବେଳେ ଆସିବେ ତାହେଲେ ଧୀରେ 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 ସବୁ ଯାହାବି ଅ, ଜିନିଷ ଯୋଉଟା ଦରକାର ନାହିଁ ସେ ସବୁ ଧୀରେ ଧୀରେ ଚାଲିଯିବ ନା। ଆଉ ଯୋଉଟା ଭକ୍ତି ପାଇଁ ଅନୁକୂଳ ସେଇଟା ହବ ଧୀରେ ଧୀରେ। ତ ସେଥିଲାଗି ଭଗବାନଙ୍କ ପୂଜା ଆପଣ କରନ୍ତୁ, ଫୋଟୋଟା ଭଲରେ ପୂଜା କରନ୍ତୁ ସବୁଦିନ। ଆଉ ନାମ ଜପ କରୁଛନ୍ତି? 16 ମାଳ କରୁ। ହଁ ବହୁତ ବଢିଆ, 16 ମାଳ ଜପ ନାମ ଜପ ଭଲ ଭାବରେ କରନ୍ତୁ। ଆଉ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ, ଭକ୍ତି ବିଘ୍ନ ବିନାଶକ ନାଶକ ନିଶ୍ଚୟ ସାହାଯ୍ୟ କରିବେ। ହୁଁ। ଜି। ଆରେ ଧନ୍ୟବାଦ। ପ୍ରଣାମ।